ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆଜି ଏହି ଭିଡ଼ିଓଟି କରିବାର ଗୋଟେ ବିଶେଷ ରହସ୍ୟ ରହିଛି, ଯେଉଁଟାକି ୟୁଟ୍ୟୁବ୍ ଚ୍ୟାନେଲକୁ ନେଇ। ମୋର ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ ଥିଲା, ଯେଉଁଠିକି ଷ୍ଟ୍ରାଇକ୍ ହେଇଯାଇଛି। ୟୁଟ୍ୟୁବ୍ ଚ୍ୟାନେଲଟି ମୋର କେମିତି କ'ଣ ଷ୍ଟ୍ରାଇକ୍ ହେଲା ଏଇଟା ତ ମୁଁ କହିପାରିବି ନାହିଁ, କିନ୍ତୁ ହଠାତ୍ ମୁଁ ଦେଖିଲା ବେଳକୁ ମୋର ୟୁଟ୍ୟୁବ୍ ଚ୍ୟାନେଲଟି ବନ୍ଦ ହେଇଯାଇଛି। ଆଉ ମୋର ଗୋଟେ ମେଲ୍ ଆସିଛି ଯେ କି ଆପଣଙ୍କ ଚ୍ୟାନେଲଟିକୁ ଷ୍ଟ୍ରାଇକ୍ ମାରି ଦିଆଯାଇଛି ବୋଲି। ଦେଖିକି ବହୁତ ଦୁଃଖ ଲାଗିଲା। ଏଇ 1.5 ବର୍ଷ ଭିତରେ ମୋର ବୋଧେ 948 ସବସ୍କ୍ରାଇବର୍ ହେଇଯାଇଥିଲେ। ଦୁଃଖ ଲାଗୁଛି, ଚ୍ୟାନେଲଟି ଏତେ କଷ୍ଟ କରି ଆଗକୁ ଯାଇଥିଲା, ହେଲେ ଏବେ ଷ୍ଟ୍ରାଇକ୍ ମାରିଦେଲେ। ଯାହା ହେଉ ନା କାହିଁକି, ଯାହା ତ ହେବାର ଥିବ ନିଶ୍ଚିତ ଭାବରେ ହେବ। ତେଣୁ ଦୁଃଖ ଲାଗୁଛି, ମୋର ଚ୍ୟାନେଲଟି ଷ୍ଟ୍ରାଇକ୍ ହେଇଗଲା। ତେଣୁ ଆଜି ଗୋଟେ ମୁଁ ନୂଆ ଚ୍ୟାନେଲ ଏବେ ଓପନ୍ କରିଛି, ଯାହାର ନାଁ ହେଲା ବେଫିକର ବାପୁ। ବେଫିକର ବାପୁ ନାଁରେ ଗୋଟେ ନୂଆ ଚ୍ୟାନେଲ ଆଜି ଷ୍ଟାର୍ଟ କରିଛି। ତୁମର ଯେଉଁମାନେ ମୋତେ ଭଲ ପାଉଛନ୍ତି, ମୋ ଚ୍ୟାନେଲଟି ଦେଖୁଛନ୍ତି, ଏବଂ ଯେଉଁମାନେ ବି ଦେଖୁନାହାନ୍ତି ସେମାନେ ଦେଖନ୍ତୁ ଏବଂ ମୋ ଚ୍ୟାନେଲ ମୋତେ ଭଲ ପାଆନ୍ତୁ ଏବଂ ମୋ ଚ୍ୟାନେଲଟି ମୋତେ ସବସ୍କ୍ରାଇବ୍ କରନ୍ତୁ। ମୁଁ ଜାଣିଛି ସେତିକି ସବସ୍କ୍ରାଇବର୍ ପାଇବା ମୋ ପକ୍ଷରେ ଏତେ ସହଜ ହେବନି, ନିଶ୍ଚୟ କଷ୍ଟ ହେବ। ଯେହେତୁ 948 ସବସ୍କ୍ରାଇବର୍ ହେଇଯାଇଥିଲା, ତ ମୁଁ ଚେଷ୍ଟା କରିବି ଆପଣମାନଙ୍କର ସହଯୋଗ ଦ୍ୱାରା, ଆପଣ ଭଲ ପାଇବା ହେଲେ ମୁଁ ଅତି ଶୀଘ୍ର ସେ ଲକ୍ଷ୍ୟ ସ୍ଥଳରେ ପୁଣି ପହଞ୍ଚି ପାରିବି। ଆପଣମାନଙ୍କର ସପୋର୍ଟ, ଭଲ ପାଇବା ନିହାତି ଦରକାର। ମୋର ଏହି ବେଫିକର ବାପୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ମୋତେ ଆହୁରି ପ୍ରୋତ୍ସାହନ କରନ୍ତୁ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବା ପାଇଁ। ରହିଲି, ନମସ୍କାର।